ଦିନେ ସନରାମ, ପୂଜା, ଗାଣ୍ଡୁରାମ, ଗୋବରା ବୁଲିବାକୁ ଯାଉଥିଲେ। ସେମାନେ ଏମିତି ବୁଲୁଥିଲେ, ହଠାତ୍ ବହୁତ ଜୋର ବର୍ଷା ଆସିଲା। ସମସ୍ତେ ଯିଏ ଯୁଆଡ଼େ ଦୌଡ଼ି ପଳେଇ ଗଲେ। ବର୍ଷା ଯେତେବେଳେ ଛାଡ଼ିଗଲା, ସମସ୍ତେ ନିର୍ଦ୍ଧାରିତ ଜାଗାକୁ ଫେରି ଆସିଲେ। କିନ୍ତୁ ଗୋବରା ଆସିଲା ନାହିଁ। ସମସ୍ତେ ଗୋବରାକୁ ଖୋଜିବାକୁ ବାହାରି ପଡ଼ିଲେ। ପୂଜା ଖୋଜୁ ଖୋଜୁ ଗୋବରାକୁ ଦେଖିଲା। ପୂଜା ଦେଖିଲା ଗୋବରାକୁ କିଏ ମର୍ଡର କରିଦେଇଛି। ପୂଜା ଦେଖିଲା ଗୋବରାର ଗଳା ପାଖରେ ଗୋଟିଏ ଇଞ୍ଜେକ୍ସନ ଦିଆଯାଇଛି। ପୂଜା ଫୋନ୍ କରି ସମସ୍ତଙ୍କୁ ଡାକିଲା। ସମସ୍ତେ ଆସିଲେ ଆଉ ପୋଲିସକୁ ଫୋନ୍ କଲେ। ଇନ୍ସପେକ୍ଟର ଡାକୁଲା ସଙ୍ଗେ ସଙ୍ଗେ ଆସି ଭଲ କରି ଇନଭେଷ୍ଟିଗେସନ କଲେ। ଇନ୍ସପେକ୍ଟର ଡାକୁଲା ଦେଖିଲା ଗୋବରାର ବାମ ଗଳା ପାଖରେ କେହି ବିଷ ଇଞ୍ଜେକ୍ସନ ଦେଇ ମାରିଦେଇଛି। ପ୍ରଥମେ ପୋଲିସ ସମସ୍ତଙ୍କୁ ଗୋଟିଏ ବାଡ଼ି ଆଣିବା ପାଇଁ କହିଲା। ସମସ୍ତେ ଗୋଟିଏ ଗୋଟିଏ ବାଡ଼ି ହାତରେ ଧରି ଆସିଲେ। ଗାଣ୍ଡୁରାମ ଏବଂ ପୂଜା ବାଡ଼ିଟିକୁ ଡାହାଣ ହାତରେ ଧରିଥିଲେ, କିନ୍ତୁ ସନରାମ ବାଡ଼ିଟିକୁ ବାମ ହାତରେ ଧରିଥିଲା। ପୋଲିସ ଏହି ତିନି ଜଣଙ୍କର ବାଡ଼ି ଧରିବା ଦେଖି ଜାଣିନେଲା ଗୋବରାକୁ କିଏ ମର୍ଡର କରିଛି। କ'ଣ ବନ୍ଧୁଗଣ, ଆପଣ କହିପାରିବେ ଗୋବରାକୁ କିଏ ମର୍ଡର କରିଛି? ଭଲ କରି ପିକ୍ଚରଟିକୁ ଦେଖନ୍ତୁ ଆଉ ଆପଣଙ୍କ ଉତ୍ତର କମେଣ୍ଟ କରି କୁହନ୍ତୁ। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଦେଖନ୍ତୁ ବନ୍ଧୁଗଣ, ଗୋବରାର ମର୍ଡର ବିଷ ଇଞ୍ଜେକ୍ସନ ଦ୍ୱାରା ହୋଇଛି। ଆଉ ଇଞ୍ଜେକ୍ସନଟି ଗୋବରାର ବାମ ସାଇଡ୍ରେ ଗଳାରେ ଲଗାଯାଇଛି। ଏହାର ଅର୍ଥ ଯେଉଁ ଲୋକ ଇଞ୍ଜେକ୍ସନ ଦେଇଛି ସେ ଲେଫ୍ଟି ଅଟେ। ଏଠାରେ ଲେଫ୍ଟି ହେଉଛି ସନରାମ। ପୋଲିସ ସନରାମକୁ ଶୀଘ୍ର ଆରେଷ୍ଟ କଲା ଆଉ ହାଜତରେ ଭର୍ତ୍ତି କରିଦେଲା। ବନ୍ଧୁଗଣ, ଏହି ପିକ୍ଚରଟିକୁ ଭଲ କରି ଦେଖନ୍ତୁ। ପୂଜା ତଳେ ଛିଡ଼ା ହୋଇଛି, ଉପରେ ସନରାମ ଏବଂ ଅନ୍ୟ ଝିଅଟିଏ ଗଛରେ ବସିଛନ୍ତି। ଆପଣ କହିବେ ପୂଜା କାହାକୁ ବଞ୍ଚାଇବ, ସନରାମ ନା ଅନ୍ୟ ଝିଅଟିକୁ? ଭଲ କରି ପିକ୍ଚରଟିକୁ ଦେଖନ୍ତୁ ଆଉ ଆମକୁ କମେଣ୍ଟ କରି କୁହନ୍ତୁ। ଦେଖନ୍ତୁ ବନ୍ଧୁଗଣ, ସନରାମ ଯେଉଁ ଡାଳ କାଟୁଛି ସେ ଡାଳ କାଟିବା ସାଥିରେ ସନରାମ ବି ତଳେ ପଡ଼ିଯିବ। ତେଣୁ ପୂଜା ପ୍ରଥମେ ସନରାମକୁ ବଚାଇବା ଉଚିତ।